ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକ। ପବିତ୍ର ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଅଭିନନ୍ଦନ। କୋଲକାତା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ପକ୍ଷରୁ ଆଜି ମଧ୍ୟ ଚାଲିଛି ଜେରା। 19ତମ ସିଆଇଆଇ ଭାରତ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଲେ ଜିମ୍ବାୱେ ଉପରାଷ୍ଟ୍ରପତି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ସୂର୍ଯ୍ୟଘର ଏବଂ ପିଏମ୍ ବିଶ୍ୱକର୍ମା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଏହି ବୈଠକରେ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ପାଳି ସରକାରରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୀତାରମଣଙ୍କର ଏହା ହେଉଛି ପ୍ରଥମ ସମୀକ୍ଷା ବୈଠକ। ସେହିଭଳି ଜମା ଅଭିବୃଦ୍ଧି, କ୍ରେଡିଟ୍ ଟୁ ଡିପୋଜିଟ୍ ଅନୁପାତ ଆଦିର ସମୀକ୍ଷା ମଧ୍ୟ କରାଯାଉଛି। ଏହି ବୈଠକରେ ଆର୍ଥିକ ସେବା ବିଭାଗ ସଚିବ ଡକ୍ଟର ବିବେକ ଯୋଶୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଆଜି ସନ୍ଧ୍ୟାରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ନେଇ ସମୀକ୍ଷା ବୈଠକରେ ଯୋଗଦେବେ। ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ପ୍ରତୀକ ରକ୍ଷାବନ୍ଧନ ଉତ୍ସବ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ଏହାର ପ୍ରତିବଦଳରେ ଭାଇ ଭଉଣୀର ସୁରକ୍ଷା ସହ ଭବିଷ୍ୟତରେ ସବୁ ପ୍ରକାର ସହଯୋଗ ପ୍ରଦାନ କରିବାର ସଂକଳ୍ପ ମଧ୍ୟ ନେଇଥାଏ। ଏହି ଅବସରରେ ଭାଇ ମଧ୍ୟ ଭଉଣୀକୁ ମନଲାଖି ଉପହାର ପ୍ରଦାନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ କହିଛନ୍ତି, ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନର ଏକ ପ୍ରତିଫଳନ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଏହି ଉତ୍ସବ ଭଲ ପାଇବା ଏବଂ ପାରସ୍ପରିକ ବିଶ୍ୱାସର ଭାବନାକୁ ମଜବୁତ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷାବନ୍ଧନ ଅବସରରେ ଆଜି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ପର୍ବ ପାରିବାରିକ ବନ୍ଧନ, ଖୁସି ଏବଂ ସୌହାର୍ଦ୍ଦ୍ୟକୁ ପ୍ରତିଫଳନ କରିଥାଏ। କୋଲକାତା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି ମଧ୍ୟ ଜେରା କରିଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ତାଙ୍କୁ ଜେରା ଚାଲିଛି। ଅନ୍ୟପକ୍ଷରେ ଏହି ଘଟଣା ସହିତ ଜଡ଼ିତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କାରଣରୁ ରାଜ୍ୟ ପୁଲିସ ଏବଂ ସାଇବର କ୍ରାଇମ୍ ବିଭାଗ ନୋଟିସ୍ ପାଇଥିବା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ଆଇନ ସହାୟତା ଯୋଗାଇ ଦେବେ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳର ବାସିନ୍ଦାଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 168 ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। କୋଲକାତା ପୁଲିସଠାରୁ ନୋଟିସ୍ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ କୋଲକାତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପୂର୍ବରୁ ଶ୍ରୀ ରାୟ ଏହି ଘଟଣା ସମ୍ପର୍କିତ କିଛି ତଥ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ରାଜଧାନୀ ଦିଲ୍ଲୀରେ ଆବାସିକ ଡାକ୍ତର ଏବଂ ଡାକ୍ତର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ଜାରି ରହିଛି। ନିର୍ମାଣ ଭବନ ନିକଟରେ ଏମ୍ସ, ସଫଦରଜଙ୍ଗ ହସ୍ପିଟାଲ, ମୌଲାନା ଆଜାଦ ମେଡିକାଲ କଲେଜ, ଉତ୍ତର ରେଳବାଇ କେନ୍ଦ୍ରୀୟ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସଂସ୍ଥାର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ସମଗ୍ର ଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ଅନୁଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ପ୍ରଣୟନ ଲାଗି ସେମାନେ ଦାବି କରିଛନ୍ତି। ଭାରତ ଗସ୍ତରେ ଥିବା ନେପାଳ ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଓବା ଆଜି ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ସାକ୍ଷାତ ଆଲୋଚନା କରିଛନ୍ତି। 5 ଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ଦେଓବା ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତ ଏବଂ ନେପାଳ ମଧ୍ୟରେ ନିୟମିତ ଭାବେ ଏଭଳି ଉଚ୍ଚସ୍ତରୀୟ ଆଲୋଚନା ହୋଇଥାଏ। ମନ୍ତ୍ରଣାଳୟ କହିଛି, ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ ନେପାଳ ଭାରତର ଏକ ପ୍ରମୁଖ ଅଂଶୀଦାର ଅଟେ। ଏହି ଗସ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଲୋଚନାରୁ ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଜିମ୍ବାବୁଏର ଉପରାଷ୍ଟ୍ରପତି କନଷ୍ଟାଣ୍ଟିନୋ ଗୁବେୟା ଡୋମିନିକ୍ ନାଇଜୋକିଜୁନୋ ଚୁଏଙ୍ଗା ଆଜି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା 19ତମ ସିଆଇଆଇ ଭାରତ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ସେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସମ୍ମିଳନୀରେ ତାଙ୍କର ଯୋଗଦାନ ଭାରତ ଏବଂ ଜିମ୍ବାବୁଏ ମଧ୍ୟରେ ସମ୍ପର୍କର ଦୃଢ଼ତାକୁ ଦର୍ଶାଉଛି। ଦୁଇ ଦେଶ ମଧ୍ୟରେ ସହଭାଗିତା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହା ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଶ୍ରୀଲଙ୍କାର ନିର୍ବାଚନ ଆୟୋଗ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ 39 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ପ୍ରାର୍ଥୀଙ୍କର ନାମ, ନିର୍ଦ୍ଧାରିତ ଚିହ୍ନ ଏବଂ ବାଲଟ ପେପରରେ କ୍ରମିକ ସଂଖ୍ୟା ଅନୁଯାୟୀ ତଥ୍ୟ ରହିଛି। ଆୟୋଗ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଜାତୀୟ ପତାକାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଚାରରେ ଧାର୍ମିକ ଚିହ୍ନ ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଥିବା ଆୟୋଗ କହିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ମହାଡ ତାଲୁକ ଅନ୍ତର୍ଗତ ସାବିତ୍ରୀ ନଦୀରେ ବୁଡ଼ିଯାଇ 3 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଅନ୍ୟ 4 ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ 3 ଜଣ ଶିଶୁ ଏବଂ ଜଣେ ମହିଳା ଅନ୍ତର୍ଭୁକ୍ତ। ମହାବଳେଶ୍ୱରରୁ ଗୋଟିଏ ପରିବାରର 6 ଜଣ ସଦସ୍ୟ ଜଣେ ବନ୍ଧୁଙ୍କ ସହ ମହାଡ ବୁଲିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପର୍ଯ୍ୟଟକଙ୍କର ମୃତଦେହଗୁଡ଼ିକୁ ମଧ୍ୟ ନଦୀରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ମହାକାଶ କ୍ଷେତ୍ରରେ ସୁଯୋଗ ବୃଦ୍ଧି ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀସ୍ଥିତ ଉତ୍ତର ଆଞ୍ଚଳିକ ରିମୋଟ୍ ସେନ୍ସିଂ କେନ୍ଦ୍ରର ଉପମହାପ୍ରବନ୍ଧକ ଡକ୍ଟର ସମୀର ଶରଣ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30ରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ପୂର୍ବତନ ସେନାମୁଖ୍ୟ ଜେନେରାଲ ସୁନ୍ଦର ରାଜନ ପଦ୍ମନାଭନଙ୍କର ଆଜି ଚେନ୍ନାଇସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ 83 ବର୍ଷ ବୟସ ହୋଇଥିଲା। 1940 ମସିହା ଡିସେମ୍ବର 5 ତାରିଖରେ କେରଳର ତ୍ରିଭେନ୍ଦ୍ରମଠାରେ ସେ ଜନ୍ମଗ୍ରହଣ କରିଥିଲେ। ଡେରାଡୁନ୍ର ରାଷ୍ଟ୍ରୀୟ ସାମରିକ ମହାବିଦ୍ୟାଳୟ ଏବଂ ପୁଣେର ଖଡ଼କୱାସ୍ଲାସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଶିକ୍ଷାପ୍ରାପ୍ତ ହୋଇଥିଲେ। 1959 ଡିସେମ୍ବର 13 ତାରିଖରେ ଭାରତୀୟ ସାମରିକ ଏକାଡେମୀରୁ ସ୍ନାତକ ହାସଲ କରିବା ପରେ ସେ ଆର୍ଟିଲାରୀ ରେଜିମେଣ୍ଟରେ ଯୋଗ ଦେଇଥିଲେ। ସେ ଅନେକ ଯୁଦ୍ଧରେ ଭାଗ ନେଇ ଉତ୍କର୍ଷ ପ୍ରତିପାଦନ କରିଥିଲେ। ସେ 2ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଭାରତୀୟ ସେନାର 20ତମ ସେନାମୁଖ୍ୟ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ଜାମ୍ମୁ କାଶ୍ମୀରର ପଟ୍ନିଟପ୍ ଉପରମୁଣ୍ଡରେ ଆତଙ୍କବାଦୀଙ୍କ ସହ ଗୁଳିଗୋଳା ବିନିମୟ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଦ୍ଧମପୁର ଏବଂ ରିଆସି ଜିଲ୍ଲା ସମେତ ପଟ୍ନିଟପ୍ ସାନ୍ସର ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଡୋଡା, ରାମବନ ଏବଂ ଉଦ୍ଧମପୁର ଜିଲ୍ଲାର ଉପରମୁଣ୍ଡରେ ଥିବା ବାଟୋଟେ ଡୋଡା କିସ୍ତୱାର ଜାତୀୟ ରାଜପଥ NH 244 ଏବଂ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ NH 44ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। କୃତ୍ରିମ ବୁଦ୍ଧିମତ୍ତା ଆଧାରରେ ଚେହେରା ଚିହ୍ନଟ ପ୍ରଣାଳୀ, ଡ୍ରୋନ୍ ଏବଂ ସିସିଟିଭି ଦ୍ୱାରା ସେହିସବୁ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଇଛି। 24 ଘଣ୍ଟିଆ ଯାଞ୍ଚ ଚାଲିଛି। ସେହିସବୁ ଅଞ୍ଚଳରେ ରାତ୍ରି ପେଟ୍ରୋଲିଂକୁ ମଧ୍ୟ ଅଧିକ ଜୋରଦାର କରାଯାଇଛି। ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। ସେନାର ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୁଲିସକୁ ନିୟୋଜିତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକ। ପବିତ୍ର ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଅଭିନନ୍ଦନ। କୋଲକାତା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ପକ୍ଷରୁ ଆଜି ମଧ୍ୟ ଚାଲିଛି ଜେରା। 19ତମ ସିଆଇଆଇ ଭାରତ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଲେ ଜିମ୍ବାବୁଏ ଉପରାଷ୍ଟ୍ରପତି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।